ଆଜି ହେଉଛି ପବିତ୍ର ଦୀପାବଳି। ଅନ୍ଧକାରର ବିନାଶ ଏହି ଆଲୋକରେ ପ୍ରଜ୍ୱଳିତ ହେଉ, ୟାକୁ ହିଁ କୁହାଯାଏ ଆଲୋକର ପର୍ବ। ଆଜି ବହୁତ ବିଦ୍ୱାନଙ୍କର ଜନ୍ମ ବି ହେଇଛି, ଦେହାନ୍ତ ବି ହେଇଛି। ପ୍ରଭୁ ରାମଚନ୍ଦ୍ର ଯେତେବେଳେ 14 ବର୍ଷ ବନବାସରୁ ଫେରିଥିଲେ, ସେତେବେଳେ ଅଯୋଧ୍ୟାରେ ଆଲୋକର ପ୍ରଜ୍ୱଳନ ହୋଇଥିଲା। ତାକୁ ଦୀପାବଳି କୁହାଯାଏ। ଏଠି ଦେଖନ୍ତୁ ବାପା ଆମର ପ୍ରୟାସ ଶ୍ରାଦ୍ଧ ଘରେ ଦେଉଛନ୍ତି। ଯେଉଁମାନେ ମରିଯାଇଥାନ୍ତି ଆମେ ଦିନ ଶ୍ରାଦ୍ଧ ଦେଇଥାଉ, ତିଥି ଆଉ ନକ୍ଷତ୍ରକୁ ନେଇକି। ଏହି ପ୍ରୟାସ ଶ୍ରାଦ୍ଧ କ'ଣ ମୁଁ ଆପଣମାନଙ୍କୁ କହୁଛି। ମହାଳୟା ଅମାବାସ୍ୟା ଦିନ ପିତୃପୁରୁଷ ଶ୍ରାଦ୍ଧ ଦେବା ପରେ କେବେ ସ୍ୱର୍ଗପୁରକୁ ଯାଇନଥାନ୍ତି। ଆଶ୍ୱିନ ମାସ ପ୍ରତିପଦା ଠାରୁ ପିତୃପୁରୁଷମାନେ ଯେଉଁ ମର୍ତ୍ତ୍ୟପୁରରୁ ଆସିଥାନ୍ତି, ସେମାନେ କାର୍ତ୍ତିକ ମାସ ଏହି ଦୀପାବଳି ଅମାବାସ୍ୟା ପର୍ଯ୍ୟନ୍ତ ରହିଥାନ୍ତି। ସେମାନେ ଅମାବାସ୍ୟା ଦିନ ଶ୍ରାଦ୍ଧ ସରିଲା ପରେ ମଧ୍ୟରାତ୍ରରେ ଯାଇଥାନ୍ତି। ସେଥିପାଇଁ କୁହାଯାଏ ଅନ୍ଧାରରେ ଆସି ଆଲୋକରେ ଯା। ମନେକର ଆମେ କୌଣସି କାରଣରୁ ବର୍ଷକରୁ ଗୋଟାଏ ଦିନ ବି ଆମେ ଶ୍ରାଦ୍ଧ ଦେଇପାରିଲୁନି ତାଙ୍କର, ସେଥିପାଇଁ ଏହି ଅମାବାସ୍ୟା ଦିନ ପିତୃପୁରୁଷଙ୍କୁ ଆମେ ଶ୍ରାଦ୍ଧ ଦେଇଥାଉ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍ କରିଦେବେ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ରହିଲି, ନମସ୍କାର।